ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଇଏ ଭେକେନ୍ସି ଆପଣଙ୍କର ଆସିଛି ରେଲୱେ ତରଫରୁ। ଏହା କେବଳ +2 ପିଲାଙ୍କ ପାଇଁ ଅଟେ। ମାନେ ଯଦି ଆପଣ କେବଳ +2 ପାସ୍ କରିଛନ୍ତି ନା, ଦେନ୍ ଆପଣ ୟାକୁ ଆପ୍ଲାଏ କରିପାରିବେ। ସର୍ବମୋଟ ପଦବୀ ଆପଣ ଦେଖିପାରୁଥିବେ 3445 ଗୋଟିଏ ଆପଣଙ୍କର ପଦବୀ ଅଛି। ତ ଯଦି ଆପଣ ମିନିମାମ୍ +2 ପାସ୍ କରିଛନ୍ତି ଏବଂ ଆପଣଙ୍କର ବୟସ ମିନିମାମ୍ 18 ବର୍ଷ ହେଇଛି, ଦେନ୍ ଏହି ଭେକେନ୍ସିକୁ ଆପଣ ଆପ୍ଲାଏ କରିପାରିବେ। ତ ସବୁ ସାଙ୍ଗମାନଙ୍କୁ ଜଣେଇ ଦିଅନ୍ତୁ ଲାଇକ୍ ଆଉ ସେୟାର କରିକି ଯେ ୟାର ଅନଲାଇନ୍ ଆପ୍ଲାଏ ଆଗାମୀ 21 ତାରିଖ ପାଖରୁ ଆପଣଙ୍କର କରିପାରିବେ ଏବଂ ଲାଷ୍ଟ ଡେଟ୍ ଆପଣଙ୍କ ରହିବ 20 ଅକ୍ଟୋବର ପର୍ଯ୍ୟନ୍ତ ଆପଣଙ୍କ ରହିବ। ଠିକ ଅଛି। ତ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ ଏବଂ ଡେଡିକେଟେଡଲି ଆପଣ ପଢିବା ପାଇଁ ଚାହୁଁଥିଲେ ନା, ଏବେ ହିଁ ପ୍ଲେ ଷ୍ଟୋରକୁ ଯାଆନ୍ତୁ ଆଉ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ କରିଦିଅନ୍ତୁ। ବନ୍ଧୁଗଣ ଦେଖନ୍ତୁ, ରେଲୱେର ଦୁଇ ପ୍ରକାର ଭେକେନ୍ସି ବର୍ତ୍ତମାନ ବାହାରିଛି। ଗୋଟେ ହେଉଛି +3 ପିଲାଙ୍କ ପାଇଁ ଆଉ ଗୋଟେ ହେଉଛି ଆପଣଙ୍କର +2 ପିଲାଙ୍କ ପାଇଁ। ତ ଯଦି ଆପଣ +3 ପାସ୍ କରିଛନ୍ତି ନା, ଦେନ୍ ୟାର ଅନଲାଇନ୍ ଆପ୍ଲାଏ ଅଲରେଡି ଆପଣଙ୍କର 8113ଟି ପଦବୀ ଅଲରେଡି ଆସିଛି। ଅଲରେଡି ଅନଲାଇନ୍ ଆପ୍ଲାଏ ଚାଲିଛି। ଦେଖି ନାହାନ୍ତି କାଇଣ୍ଡଲି ଆପଣ ଦେଖି ଦିଅନ୍ତୁ ଆଉ ଅନଲାଇନ୍ ଆପ୍ଲାଏ କରନ୍ତୁ। ଏମିତି ସୁଯୋଗ ବାରମ୍ବାର ଆପଣଙ୍କୁ ମିଳିବନି, ତ କାଇଣ୍ଡଲି ୟାକୁ ଆପ୍ଲାଏ କରନ୍ତୁ। ଠିକ ଅଛି। ଏହାର ନୋଟିଫିକେସନ ଆପଣ ଭିଡିଓର ଡେସ୍କ୍ରିପସନରେ ପାଇଯିବେ, କୌଣସି ବି ରେଲୱେର ୱେବସାଇଟକୁ ଯାଇକି ମଧ୍ୟ ପାଇଯିବେ। ଠିକ ଅଛି। ତ ଦେଖନ୍ତୁ, ଡେଟ୍ସ ମୁଁ ଆପଣଙ୍କୁ କହିଦେଲି। ଏବେ ଏଥିରେ କେତେ ପ୍ରକାର ପଦବୀ ଆପଣଙ୍କ ରହିଛି ନା, ଏଥିରେ ଆପଣଙ୍କର କମର୍ସିଆଲ କମ୍ ଟିକେଟ କ୍ଲର୍କ ହେଇଗଲା, ଆକାଉଣ୍ଟ କ୍ଲର୍କ କମ୍ ଟାଇପିଷ୍ଟ ହେଇଗଲା, ଜୁନିୟର କ୍ଲର୍କ କମ୍ ଟାଇପିଷ୍ଟ ହେଇଗଲା, ଟ୍ରେନ୍ସ କ୍ଲର୍କ ହେଇଗଲା। ଏସବୁ ଆପଣଙ୍କୁ ପଦବୀ ଆପଣଙ୍କ ରହିଛି। ଏଜ୍ ଲିମିଟ ଦେଖନ୍ତୁ, ମିନିମାମ୍ 18 ବର୍ଷରୁ ମ୍ୟାକ୍ସିମାମ୍ 33 ବର୍ଷ। କିନ୍ତୁ ଆମର ST SC SC BC ଲେଡିଜ ମାନଙ୍କର 5 ବର୍ଷ ଆପଣଙ୍କର ବଢିଯିବ। ତ 18ରୁ 36 ବର୍ଷ ଭିତରେ ଥିଲେ ଆପଣମାନେ ଅନଲାଇନ୍ ଆପ୍ଲାଏ କରିପାରିବେ। 18ରୁ 36 ବର୍ଷ ଭିତରେ। ଠିକ ଅଛି ହେଲା। ସବୁ ସାଙ୍ଗମାନଙ୍କୁ ଆଉ ସାଲେରୀ ମୁଁ କଣ କହିବି, ରେଲୱେ ସାଲେରୀ ତ ଆପଣ ଜାଣିଥିବେ ପୁରା ବମ୍ ବମ୍ ଭଲେ। ଠିକ ଅଛି। ଏବେ ଯଦି ଆପଣଙ୍କର କ୍ୱାଲିଫିକେସନ କଥା ମୁଁ ଆପଣଙ୍କର କୁହେ, ଅଲରେଡି କ୍ୱାଲିଫିକେସନ ତ କହିଲି। ଏହା ଆପଣଙ୍କର କେବଳ +2 ପାସ୍ ଯଦି ଆପଣ କରିଛନ୍ତି, ଦେନ୍ ଏହା ପାଇଁ ଆପଣ ଅନଲାଇନ୍ ଆପ୍ଲାଏ କରିପାରିବେ। ଠିକ ଅଛି। ଏଜ୍ ଲିମିଟ ମଧ୍ୟ ମୁଁ ଆପଣଙ୍କର କହିଦେଲି। ଦେଖନ୍ତୁ, ଏଇଟା ହଉଛି ଆପଣଙ୍କର ଏଜ୍ ଲିମିଟ। ଏଜ୍ ଲିମିଟ ଆପଣ ଦେଖିଦେଲେ। ଠିକ ଅଛି। ଦେନ୍ ଦେଖନ୍ତୁ, ଆପଣଙ୍କ ପାଇଁ ଯିବା ନେକ୍ସଟ ଏଥିରେ ଦେଖନ୍ତୁ କ୍ୱାଲିଫିକେସନ ଅଲରେଡି ମୁଁ ଆପଣଙ୍କର କହିଲି କେବଳ +2 ପାସ୍ କରିଥିଲେ ଆପ୍ଲାଏ କରିପାରିବେ। ସାର୍ ମୁଁ +3 କରିଛି, PG କରିଛି, ମୁଁ ଆପ୍ଲାଏ କରିପାରିବି ନା? ଆଜ୍ଞା ହଁ କରିପାରିବେ। ସାର୍ ମୁଁ ବୋଥ ଆପ୍ଲାଏ କରିବା ପାଇଁ ଚାହୁଁଛି, ଯୋଉ +3 ବାଲାଟା ବି ଆଉ +2 ବାଲାଟା ବି କରିପାରିବି। ଆଜ୍ଞା ହଁ, ତାକୁ ମଧ୍ୟ ଆପଣ କରିପାରିବେ। ନୋ ପ୍ରୋବ୍ଲେମ। ଠିକ ଅଛି। ଦେଖନ୍ତୁ, ଅନଲାଇନ୍ ଆପ୍ଲାଏ କରିବା ପାଇଁ କେତେ ପଡିବ ନା, ଯୋଉମାନେ ଆପଣଙ୍କର ଜେନେରାଲ ଆଉ ଆପଣଙ୍କର OBC ତାଙ୍କୁ 500 ଟଙ୍କା ପଡିବ। କିନ୍ତୁ ଯଦି ଆପଣ ଖାଲି ପରୀକ୍ଷା ଦେବା ପାଇଁ ଯିବେ ନା, ପ୍ରିଲିମ୍ସ ପରୀକ୍ଷା ଖାଲି ଆପଣ ଦେଇଦେବେ, ତ ଆପଣଙ୍କର 400 ଟଙ୍କା ରିଫଣ୍ଡ ହେଇଯିବ। ମାନେ କେବଳ 100 ଟଙ୍କା ପଡୁଛି ଅନଲାଇନ୍ ଆପ୍ଲାଏ ପାଇଁ। ସେମିତି ଯୋଉମାନେ ST SC ଲେଡିଜ ମାନେ, ଦିବ୍ୟାଙ୍ଗ ମାନେ ସମସ୍ତେ ST ହେଲେ SC ହେଲେ ସବୁ ଝିଅ ମାନେ ହେଲେ 250 ଟଙ୍କା ପଡିବ ଅନଲାଇନ୍ ଆପ୍ଲାଏ। କିନ୍ତୁ ଯଦି ଖାଲି ଆପଣ ପରୀକ୍ଷା ଦେବା ପାଇଁ ଯିବେ ନା, ପାସ୍ କରନ୍ତୁ ଫେଲ ହୁଅନ୍ତୁ ନୋ ପ୍ରୋବ୍ଲେମ, ଖାଲି ପରୀକ୍ଷା ଦେବା ପାଇଁ ଯିବେ, ଆପଣଙ୍କର 250 ଟଙ୍କା ଯାକ ରିଫଣ୍ଡ ହେଇଯିବ। ମାନେ ଫ୍ରିରେ ଆପଣ ଆପ୍ଲାଏ କରୁଛନ୍ତି କହିଲେ ଚଳେ। ଠିକ ଅଛି, ଜାଣିଗଲେ। ଏବେ ଆସନ୍ତୁ ନେକ୍ସଟ ଆପଣଙ୍କର ଯିବା। ଏଇଠି ଗୋଟେ ଜିନିଷ ଦେଖିବେ ହେଲା, ଆପଣ ଏଇ PDF ରେ ଦେଖିଦେବେ କୋଉ ଜୋନରେ କେତେ ଭେକେନ୍ସି ଅଛି। ଆକର୍ଡିଂଲି ଆପଣ ଯୋଉ ଜୋନ୍ ପାଇଁ ଆପ୍ଲାଏ କରିବା ପାଇଁ ଚାହିଁବେ ସେଇ ଜୋନ୍ ପାଇଁ ଆପ୍ଲାଏ କରିବେ। ଠିକ ଅଛି। ଆସନ୍ତୁ ଦେଖିବା ବର୍ତ୍ତମାନ ସିଲେକ୍ସନ ଆପଣଙ୍କର କେମିତିକା ହବ ଦେଖିବା। ଆଗ ଆପଣଙ୍କର CBT 1 ଆପଣଙ୍କର ପରୀକ୍ଷା ହବ। ମାନେ ଅନଲାଇନ ମୋଡରେ ଆପଣ ପରୀକ୍ଷା ଦେବେ, ଯୋଉଥିରେ କି 100ଟା ଆପଣଙ୍କର ପ୍ରଶ୍ନ ପଡିବ। କଣ କଣ ଆସିବ ଦେଖନ୍ତୁ, 90 ମିନିଟର ପରୀକ୍ଷା, GK 40ଟା, ମ୍ୟାଥମେଟିକ୍ସ 30ଟା, ରିଜନିଂ 30ଟା। ସବୁଦିନ ଆପଣଙ୍କ ପାଇଁ କ୍ଲାସ କରାହଉଛି। ଆପଣ କାଇଣ୍ଡଲି କ୍ଲାସ କରିଦେବେ। ମ୍ୟାଥମେଟିକ୍ସ ପାଇଁ ଆଉ ରିଜନିଂ ପାଇଁ ପୁରା ବମ୍ ବମ୍ ଭଲେ। GK ପାଇଁ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି ପଢିଦେବେ। ସବୁ PIQ କରିଦେଲେ ହେଇଯିବ। ଗୋଟେ ଠିକ କଲେ ଆପଣଙ୍କୁ 1 ମାର୍କ ମିଳିବ, ଗୋଟେ ଭୁଲ କଲେ 1/3 ମାର୍କ ଆପଣଙ୍କର କଟିବ। ଯିଏ ପ୍ରିଲିମ୍ସ ରେ ଆପଣଙ୍କର କ୍ୱାଲିଫାଇ କରିବ,
देन आपणकर सेकेंड फेज आपणकर सिलेबस सेम रही देखंतु मैथमेटिक्स रे नंबर सिस्टम डेसिमल फ्रैक्शन एचसीएफ एलसीएम रेशियो प्रोपोर्शन परसेंटेज मेंसुरेशन टाइम एंड डिस्टेंस सिंपल एंड कंपाउंड इंटरेस्ट प्रॉफिट एंड लॉस ए बढ़िया रीजनिंग देखंतु जीके मध्ये आपण देखंतु तापरे जी आपणकर प्रीलिम्स क्वालिफाई करिवो बा फास्ट टेस्ट सीबीटी 1 क्वालिफाई करिवो सीबीटी 2 आपणकर परीक्षा देबो एबे देखंतु नेक्स्ट 120टा प्रश्न पड़िबो जीके 50टा ହେଇଗଲା मैथमेटिक्स 35टा रीजनिंग आपणकर 35टा किंतु टाइमिंग से 90 मिनिट ଟିକେ ସ୍ପିଡଲି ଆପଣଙ୍କୁ କରିବା ପାଇଁ ପଡିବ ସିଲାବସ ଆପଣଙ୍କର ସେମ୍ ଅଛି ଏଥିରେ ମଧ୍ୟ ଆପଣଙ୍କର ନେଗେଟିଭ ମାର୍କିଂ ରହିଛି ଯିଏ ସିବିଟି 1 ସିବିଟି 2 ଆପଣଙ୍କର କ୍ୱାଲିଫାଇ କରିବ ତାଙ୍କର ଡକୁମେଣ୍ଟ ଭେରିଫିକେସନ ହବ ଏବଂ କିଛିର ସ୍କିଲ୍ ଟେଷ୍ଟ ଆପଣଙ୍କର ରହିଛି ଦେଖନ୍ତୁ ସ୍କିଲ୍ ଟେଷ୍ଟ ମଧ୍ୟ ଆପଣମାନେ ଟାଇପିଂ ବଗେରା କରିବା ପାଇଁ ପଡିବ ଟାଇପିଂ ତ ଆପଣ କରିଦେଇ ପାରିବେ 25 ୱାର୍ଡ पर मिनिट ଗୋଟେ ଆରାମସେ କରିଦେଇ ହବ ତାପରେ ଡକୁମେଣ୍ଟ ଭେରିଫିକେସନ ଆପଣମାନେ କରିବେ ଆଉ ଠିକ ଅଛି ବୁଝିଗଲେ ଦେନ୍ ଏଥିରେ ଦେଖନ୍ତୁ ଆପଣ ଯେତେବେଳେ ଆପ୍ଲାଏ କରିବେ ନା ଖାଲି ଗୋଟେ ଜିନିଷ ଲକ୍ଷ୍ୟ କରନ୍ତୁ ହେଲା ଯେ କୋଉ ଜୋନ୍ ପାଇଁ ଆପଣ ଆପ୍ଲାଏ କଲେ ଭଲ କୋଉ ଜୋନରେ ଦେଖିବେ ଅଧିକ ଭେକେନ୍ସି ଆପଣଙ୍କ ରହିଛି ଅହମଦାବାଦରେ ଆପଣଙ୍କ ରହିଛି ଦେଖନ୍ତୁ 210ଟା अजमेर जोन ପାଇଁ 71 ବେଙ୍ଗାଲୁରୁ 60 ଭୋପାଳ 58 ଭୁବନେଶ୍ୱର ଜୋନ୍ ପାଇଁ 56 ଆପଣ ଭାରତର କୌଣସି ବି ଜୋନ୍ ପାଇଁ ଆପ୍ଲାଏ କରିପାରିବେ ନୋ ପ୍ରୋବ୍ଲେମ ଆପଣଙ୍କର ଚାକିରି ଦରକାର ଆପଣ ଦେଖିଦେବେ ଆକର୍ଡିଂଲି କରିବେ ଆଉ ତ ସବୁ ସାଙ୍ଗମାନଙ୍କୁ ଜଣାଇ ଦିଅନ୍ତୁ ଯିଏ ବି ଖାଲି +2 ପାସ୍ କରିଛନ୍ତି ନା ୟାକୁ ଆପ୍ଲାଏ କରନ୍ତୁ ଆଉ ଯିଏ +3 ପାସ୍ କରିଛନ୍ତି ୟାର ପୂର୍ବ ଭେକେନ୍ସି ମଧ୍ୟ ଆପ୍ଲାଏ କରନ୍ତୁ ତା ସହିତ ଏଇ ଭେକେନ୍ସିକୁ ମଧ୍ୟ ଆପଣଙ୍କର ଆପ୍ଲାଏ କରନ୍ତୁ ଥ୍ୟାଙ୍କ ୟୁ ଜୟ ଜଗନ୍ନାଥ ଧନ୍ୟବାଦ